ଏଇ କାମ କରିବି ବୋଲି ଏତେ ଦିନ ହେଲାଣି ମାନେ ଭାବିଲିଣି, କିନ୍ତୁ ଏଇ ଯେଉଁ ଗରମ ଲାଗି କେବଳ ଖାଇ ପିଇକି ଘର ଭିତରେ ଶୋଇ ସାରିଲା ପରେ ଆଉ ଉଠିକି ଇଚ୍ଛା ହେଉନି କିଛି କାମ କରିବା ପାଇଁ, ଆଉ ବହୁତ ଗରମ ବି ହେଲାଣି। ତ ଆଜି ଭାବିଲି ଆଗ ସକାଳୁ ଉଠିକି ଏଇ କାମ କରିଦେବି, ତାପରେ ପଛେ ଗାଧୁଆ ପାଧୁଆ ଖାଇବା ପିଇବା ସବୁ ହେବ। ତ ରୋଷେଇ ଘରେ ସବୁ ପେପର ମାନେ ସବୁ ଚେଞ୍ଜ କରିଦେଲି, କିରାନା ସାମାନ ସବୁ ଭରି ଭୁରାକି ରଖିଦେଲି। ତାପରେ ଘର ଦ୍ୱାରକୁ ସବୁ ଝାଡ଼ୁ କରିଦେଲି, ଝାଡ଼ୁ କରିସାରି ପୋଛା ଧୁଆ ଲଗେଇଦେଲି। ଆଉ ଟିକେ ଶାନ୍ତି ଲାଗିଲା ଯେ ଏବେ ଟିକେ ବହୁତ ଦିନ ହେଲାଣି ଭାବିଲିଣି ଏଇଟା କରିବି ବୋଲି। ତ ଆଜି ଯେହେତୁ ମୋର ସେ କାମ କରିବାରେ ଡେରି ହେଇଥିଲା, ମୁଁ ଗାଧେଇକି ଠାକୁର ପୂଜା କରି ଭାତ ଡାଲି ବନେଇ ଦେଇଥିଲି। ଆଉ ଘରକୁ ଆସିଥିଲା ଯେହେତୁ ନନଭେଜ୍ ଡେ, ଆଜି ନନଭେଜ୍ ଆସିଥିଲା, ମାଛ ଆଉ ମଟନ୍ ଆସିଥିଲା। ତ ବଢ଼ିଚୁରା ନାନୀ ବନେଇ ଦେଇଛନ୍ତି, ପ୍ଲେନ୍ ହଳଦୀ ଲୁଣ ଦେଇ ମାଛ ମଧ୍ୟ ଭାଜି ଦେଇଛନ୍ତି। ଏଠି ମସଲା ଦିଆ ମାଛ ଭଜା ରେଡ଼ି ହେଇଗଲାଣି। ଆଉ ବସେଇଛନ୍ତି ମଟନ୍ର ଭଜା ବସେଇଛନ୍ତି ଏଠି। ଆଉ ଦିଶୁଥିଲା ଯେମିତି ଲାଗୁଥିଲା ମଧ୍ୟ ସେମିତି। ଆମ ଘରକୁ ଚିକେନ୍ ମଟନ୍ ଆସିଲେ ନାନୀଙ୍କର ହାତ ରନ୍ଧା ବହୁତ ଭଲ ବୋଲି ସେ ତାଙ୍କର ରାନ୍ଧନ୍ତି। ଆଉ ମୁଁ ମୋର ମାଛ ଆଉ ଯାହା ଭେଜ୍ ଆଇଟମ୍ ସବୁ ବନାଏ, ଏମିତି ମିଶି ଗୋଳିକି ଆମେ ରୋଷେଇ ସବୁ ସାରି ଦେଇଥାଉ। ତ ରୋଷେଇ ସରିଗଲା ପରେ ଆଗେ ପଖାଳ ଟିକେ ବାଢ଼ିକି ଆଣି ଖାଇ ଦେଇଥିଲୁ, ତାପରେ ଆୟାସର ଏଠି ମୁଁ ହୋମୱାର୍କ ସାରି ଦେଇଥିଲି। ଅନଭିତ୍ର ଗୋଟେ ଷ୍ଟୋରି ହେଉଛି, ଇଏ ଶୋଇଥିବ ପୁରା ଦ୍ୱିପହରୁ ଖାଇକି ଶୋଇଥିବ, ଉଠିବ ଠିକ୍ ଏଇ ଟାଇମ୍ରେ ମୋତେ ଆଗ ଖୋଜିବ, କାରଣ ମୁଁ ଏଠି ଅଟା ଚିଟକିବି, ସେ ବସିବ, ମୁଁ ଅଟା ଚିଟକି ସାରିଲେ ନବ ଖେଳିବ ଟିକେ ନା ବେଟା। ହଁ ସବୁଦିନ ଆସି ମୋତେ ଖୋଜିବ, ଆଜି ବି ଆସି ମୋତେ ଖୋଜିଲା, କହିଲା ଅଟା ଚିଟକି ଦିଅ, ମୋତେ ଦବ ଖେଳିବ ନା ବେଟା। କାହାର ଘରେ ଏମିତିଆ ଛୁଆ ଗୋଟେ ଅଛି କମେଣ୍ଟ କରିକି ଜଣେଇବେ। ତ ଭଲ ଲାଗିଥିଲେ ଭିଡ଼ିଓଟି ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ।